সম্মানীয় চালক ଜିତେନ୍ଦ୍ର ସମ୍ପାଦକ କୋଷାଧ୍ୟକ୍ଷ ମଣ୍ଡଳୀର ପ୍ରାଚୀନ ସମସ୍ତ ଭାଇମାନଙ୍କୁ ମୋର ଆନ୍ତରିକ ନମସ୍କାର। ଆସନ୍ତୁ ଏହି ସମାଧି କ୍ରିୟା ଉପଲକ୍ଷେ ଅଳ୍ପ ସମୟ ମୁଁ କହିବି। ଆଦି ପୁସ୍ତକ 25 ଅଧ୍ୟାୟ 7-8 ପଦ ମୁଁ ପଢ଼ୁଛି। ଅବ୍ରାହମଙ୍କର ଆୟୁର ପରିମାଣ 175 ବର୍ଷ। ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ। ଅନନ୍ତର ଅବ୍ରାହମ ଉତ୍ତମ ବୃଦ୍ଧାବସ୍ଥାରେ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ ଆଉ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। ଏହି ସ୍ଥାନରେ ଆମେ ଜଣେ ବୃଦ୍ଧ ଦାସଙ୍କୁ ଆମେ ଦେଖିପାରୁଛୁ। ତାଙ୍କର ପୂର୍ଣ୍ଣାୟୁ ହେଲା ପରେ ସେ ସମାଧି କାର୍ଯ୍ୟକ୍ରମକୁ ସେ ଆସିଛନ୍ତି। ଏଠାରେ ଆମେ ଦେଖିପାରୁଛୁ ଅବ୍ରାହମଙ୍କର 175 ବର୍ଷ ବୟସରେ ପୂର୍ଣ୍ଣାୟୁ ହୋଇ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। ଏଥିଦ୍ୱାରା ଆମେ ଜାଣିବା ଦରକାର ଯେ କେତେ ବଡ଼ ଧନୀ ହଉ ଦରିଦ୍ର ହଉ ଏହି ସ୍ଥାନରେ ସଂଗୃହୀତ ହେବା ନିହାତି ଆବଶ୍ୟକ। ତାଙ୍କ ପୁତ୍ର ଇସାହାକ ମଧ୍ୟ ସେ ପ୍ରକାର ସଂଗୃହୀତ ହେଲେ ବୋଲି ଲେଖାଯାଏ। 35 ଅଧ୍ୟାୟ 29 ପଦରେ ଅନନ୍ତର ଇସାହାକ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କରନ୍ତେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। ତାଙ୍କ ପୁତ୍ର ଏସୋ ଓ ଯାକୁବ ତାଙ୍କୁ କବର ଦେଲେ। ଏହି ସ୍ଥାନରେ ଅବ୍ରାହମଙ୍କ ପୁତ୍ର ଇସାହାକ ମଧ୍ୟ ପୂର୍ଣ୍ଣାୟୁ ହୋଇ ମୃତ୍ୟୁଭୋଗ କଲେ। ତାଙ୍କ ପୁତ୍ର ଏସୋ ଯାକୁବ କବର ଦେବା ବିଷୟ ଲେଖାଯାଏ। ସେହି ପ୍ରକାର ଭାବରେ ଯାକୁବଙ୍କ ବିଷୟରେ ମଧ୍ୟ ଲେଖାଯାଏ। ଯାକୁବ ତାର ଆଦି ପୁସ୍ତକ 49 ଅଧ୍ୟାୟ 33 ପଦରେ ଏହି ରୂପେ ଯାକୁବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ 2 ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। ଏଠାରେ ଅବ୍ରାହମ ଇସାକ ଯାକୁବ ଆପଣା ଲୋକମାନଙ୍କ ନିକଟରେ ଏକତ୍ର ହେବା ବିଷୟ ହେଉଛି ଏହି ସମାଧି କାର୍ଯ୍ୟକ୍ରମ। ତେଣୁ ଆମେ ଯେତେ ଲୋକ ଜଗତରେ ଅଛୁ ଦିନେ ନିଶ୍ଚିତ ଭାବରେ ଏହି ସ୍ଥାନକୁ ଆସିବା ଆବଶ୍ୟକ ରହୁଛି। ତେଣୁ ପ୍ରଭୁଙ୍କୁ ଆମେ ବିଶ୍ୱାସ କରି ଜୀବନଯାପନ କରିବା ନିହାତି ଆବଶ୍ୟକ। ପ୍ରଥମ ବିଷୟ ସଂଗୃହୀତ ହେବା। ଦ୍ୱିତୀୟ ବିଷୟ ମୁଁ କହିବି ମରଣ ଗୋଟିଏ ଯାତ୍ରା ବୋଲି ପ୍ରଭୁଙ୍କ ବାକ୍ୟ ପ୍ରକାଶ କରେ। ପ୍ରଥମ ରାଜା ବୋଲି 2 ଅଧ୍ୟାୟ ତାର 2 ପଦରେ ଲେଖା ଅଛି। ଦାଉଦ କହୁଛନ୍ତି ମୁଁ ସମଗ୍ର ମଧ୍ୟର ମାର୍ଗରେ ଯାଉଅଛି। ପ୍ରିୟ ପ୍ରଭୁଙ୍କର ଲୋକମାନେ ଏହା ଅଟେ ଗୋଟେ ଯାତ୍ରା। ପ୍ରିୟ ପ୍ରଭୁଙ୍କର ଦାସ ଏ ଜଗତକୁ ଆସିଥିଲେ, ବର୍ତ୍ତମାନ ସେ ଯାତ୍ରା କରିଛନ୍ତି। ଏହିପରି ଲେଖାଯାଏ ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି। ଏହି ରାସ୍ତାରେ ନ ଯିବା ଲୋକ କେହି ନାହାନ୍ତି। ସମସ୍ତେ ଏହି ରାସ୍ତାରେ ଯିବାକୁ ବାଧ୍ୟ। ପ୍ରଥମ ବିଷୟ ସଂଗୃହୀତ ହେବା। ଦ୍ୱିତୀୟ ବିଷୟ ଯାତ୍ରା। ତୃତୀୟ ବିଷୟ ମହାନିଦ୍ରା। ବାଇବେଲ ଭାଷାରେ ସେହିଦିନ ଯୋହନ ଲିଖିତ ସୁସମାଚାର 11 ଅଧ୍ୟାୟରେ ଆଉ ଯାହାକି ଲାଜାରଙ୍କ ମରଣ ସମୟରେ ଆଉ ଶିଷ୍ୟମାନଙ୍କୁ ଯୀଶୁ କହିଲେ ଆମ୍ଭମାନଙ୍କର ଭ୍ରାତା ବନ୍ଧୁ ଲାଜାର ନିଦ୍ରା ଯାଇଛନ୍ତି, ତାଙ୍କୁ ଆମେ ଉଠେଇବା। ପ୍ରଭୁଙ୍କ ଭାଷାରେ ବର୍ତ୍ତମାନ ଯେଉଁ ଦାସ ମୃତ୍ୟୁଭୋଗ କରୁଛନ୍ତି ନିଦ୍ରା ଯାଇଛନ୍ତି। ଗୋଟିଏ ଦିନ ଆସିବ ଏହି ନିଦ୍ରାରୁ ସେ ଉଠିବେ ବୋଲି ପ୍ରଭୁଙ୍କ ବାକ୍ୟ ପ୍ରକାଶ କରେ। ଚତୁର୍ଥ ବିଷୟ ଅଟେ ପ୍ରିୟ ପ୍ରଭୁଙ୍କର ଲୋକମାନେ ଚତୁର୍ଥ ବିଷୟ ଲାଭ ଅଟେ। ଫିଲିପିଓ 1 ଅଧ୍ୟାୟ 21 ପଦରେ ଲେଖାଯାଏ ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ, ମୃତ୍ୟୁ
ଲାଭଜନକ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯଦି ଆମେ ବଞ୍ଚିଛୁ କ'ଣ ହେବା ଦରକାର? ପ୍ରଭୁଙ୍କ ପାଇଁ ଆମେ ବଞ୍ଚିବା ଦରକାର। ଯଦି ମରିବା ଲାଭ ହେବାକୁ ପଡ଼ିବ, ଲାଭଜନକ ହେବାକୁ ପଡ଼ିବ। ଯଦି ଆମେ ମରିବା ଲାଭ ନଥିବା ଯଦି ମରଣ ହେବ, କିଛି ଲାଭ ନାହିଁ। ଶେଷ ବିଷୟ ମୁଁ କହିବି, ମୃତ୍ୟୁ ଗୋଟିଏ ଶାନ୍ତିର ସ୍ଥାନ ଅଟେ, ଯାହାକି ଆମମାନେ ଲୋକ ଲିଖିତ ସୁସମାଚାର 16 ଅଧ୍ୟାୟ ଆଉ ଯାହାକି ଲାଜାର ଏବଂ ଧନୀ ଲୋକଙ୍କ ସମ୍ପର୍କରେ କଥାବାର୍ତ୍ତା ହେବା ବିଷୟ ଲେଖାଯାଏ। ମୁଁ ଟିକେ ପଢ଼ିଦେବି। 24 ପଦରେ ଏହିପରି ଲେଖାଯାଏ, ସେଥିରେ ସେ ଡାକି କହିଲା, ହେ ପିତା ଅବ୍ରାହମ, ମୋତେ ଦୟାକରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ଆପଣା ଆଙ୍ଗୁଳିର ଟିପ ବୁଡ଼ାଇ ମୋର ଜୀବକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି। 25 ପଦରେ ଏହିପରି ଲେଖାଯାଏ, କିନ୍ତୁ ଅବ୍ରାହମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟ ପାଇଲା, ଏହା ମନେ କର। କିନ୍ତୁ ଏବେ ସେହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। ଏହି ସ୍ଥାନରେ ଦୁଇଟି ସ୍ଥାନକୁ ଯିବା ବ୍ୟକ୍ତିଙ୍କ ବିଷୟରେ ଆମେ ଦେଖିପାରୁଛୁ। ଲାଜା ସେ ଗରିବ ଶ୍ରେଣୀର ଲୋକ ଥିଲେ, ଦରିଦ୍ର ଥିଲେ, ରୋଗଗ୍ରସ୍ତ ଥିଲେ, ଆଉ ତାଙ୍କୁ କେହି ସମାଧି କଲେ କି ନାହିଁ ବାଇବେଲ ସେ ପ୍ରକାର ମୁଁ ଜାଣିନା, ଆପଣମାନେ ଜାଣିଥାଇପାରନ୍ତି। କିନ୍ତୁ ଧନୀ ଲୋକ ମୃତ୍ୟୁଭୋଗ କଲା ପରେ ତାଙ୍କୁ ସମାଧି କ୍ରିୟା କଲେ, ସମାଧି କାର୍ଯ୍ୟକ୍ରମ କଲେ। ସମାଧି କାର୍ଯ୍ୟକ୍ରମ ସିନା କଲେ, କିନ୍ତୁ ସେ କେଉଁଠିକି ଯାଇଛି? ନରକକୁ ଯାଇଛି। କିନ୍ତୁ ଲାଜାରକୁ ସେ ପ୍ରକାର କରିଛନ୍ତି କି ନାହିଁ, କିନ୍ତୁ ଅବ୍ରାହମ କୋଳରେ ସେ ଅଛନ୍ତି। ହାଲେଲୁୟା। ତେଣୁ ଆଜି ଆମମାନେ ଧନୀ ହଉ ଦରିଦ୍ର ହଉ, ପ୍ରଭୁରେ ଆମେ ଜୀବନଯାପନ କରିବା ଆବଶ୍ୟକ। ପ୍ରଭୁ ଆମମାନଙ୍କୁ ଗରିବ କରି ରଖିଛନ୍ତି। ଗରିବ ହେଲେ କିଛି କ୍ଷତି ହେବାର ନାହିଁ, ପ୍ରଭୁରେ ରହିବାକୁ ପଡ଼ିବ। ଲାଜାର ପ୍ରଭୁରେ ରହି ବିଶ୍ୱସ୍ତ ଜୀବନଯାପନ କରି ପ୍ରାଣ ତ୍ୟାଗ କଲା ପରେ ଦୂତମାନେ ଆସି ତାଙ୍କୁ କ'ଣ କଲେ? ତାଙ୍କୁ ଅବ୍ରାହମ କୋଳକୁ ନେଲେ। ଅବ୍ରାହମ କୋଳରେ ଅଛନ୍ତି ଆଉ ଲାଜାର। ଅବ୍ରାହମ କୋଳରେ ଥିବା ସମୟରେ ଏଇ ଧନୀ ଲୋକ ଦେଖୁଛନ୍ତି, ବଞ୍ଚିଥିବା ସମୟରେ ତାର ଆଖି ନଥିଲା। ତେଣୁ ମୋର କହିବାର ମୁଖ୍ୟ ଉଦ୍ଦେଶ୍ୟ, ବଞ୍ଚିଥିବା ସମୟରେ ଟିକେ ପଡ଼ିଶା ଲୋକକୁ, ଦିନ ଦରିଦ୍ରକୁ ଦେଖିବା ଦୃଷ୍ଟି ରହୁ। ଗୋଟିଏ ଦିନ ସେଇ ଦୃଷ୍ଟି ତୁମକୁ ଆଉ ନରକକୁ ନେବାକୁ ନେବ ନାହିଁ, ସ୍ୱର୍ଗ ରାଜ୍ୟକୁ ଯିବ। ଏଠାରେ ଆମେ ଦେଖିପାରୁଛୁ ଲାଜାର ଦୁଃଖରେ ସେ ମୃତ୍ୟୁଭୋଗ କଲା, କିନ୍ତୁ ସେ ସାନ୍ତ୍ୱନା ପାଉଛି। ତେଣୁ ଜଗତରେ ଥିବା ସମୟରେ ଆମେ ପ୍ରଭୁରେ ରହି ବଞ୍ଚିବା, ପ୍ରଭୁ ଆମର ସହବର୍ତ୍ତୀ ହେବେ। ସମାଧିର 5ଟି ବିଷୟ କହିଲେ, ଯାହାକି ଜଣେ ଲୋକ ମୃତ୍ୟୁଭୋଗ କଲେ ଏହି ସ୍ଥାନକୁ ଆସିବା ଦରକାର। ଏହା ସଂଗୃହୀତ ସ୍ଥାନ। ମରଣ ଗୋଟିଏ ଯାତ୍ରା, ମରଣ ଗୋଟିଏ କ'ଣ? ଶାନ୍ତିର ସ୍ଥାନ। ମରଣ ଗୋଟିଏ ମହାନିଦ୍ରା, ମରଣ ଗୋଟିଏ କ'ଣ କହିଲି? ଲାଭଜନକ। ପ୍ରିୟ ପ୍ରଭୁଙ୍କର ଲୋକମାନେ, এই ଲାଭ ଉଠେଇବା ମରଣ ଆମେ ଯଦି ମରିବା, ନିଶ୍ଚିତ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରିୟ ପ୍ରଭୁ ଆଉ ଏଇ ଦାସଙ୍କୁ ଆଶୀର୍ବାଦ କରନ୍ତୁ, ଦୁଃଖୀ ପରିବାରକୁ ମଙ୍ଗଳ କରନ୍ତୁ। ଏ ଶାସ୍ତ୍ରାଂଶ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା।